ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ଏବଂ ସାଇନ୍ସ +2 ସେକେଣ୍ଡ ଇୟର୍ ଆର୍ଟ୍ସ ଏବଂ ସାଇନ୍ସ ପିଲାମାନଙ୍କୁ ସ୍ୱାଗତ କରୁଛି। ତ ପିଲାମାନେ ତମମାନଙ୍କର ଇଣ୍ଟରନାଲ୍ ଏକ୍ଜାମ୍ ପାଇଁ ଇତିହାସ ପଢ଼ିବ ଏବଂ ପିଙ୍ଗଳାର ଅଭିସାର। ତ ଏଇ ଦୁଇଟି ବିଷୟ ପଢ଼ିବ ଏବଂ ତାର କ'ଣ ନା ଯେଉଁ ଅନସେନ୍ ପ୍ୟାସେଜ୍ ଦୁଇଟା ପଢ଼ିବ। ତ ପିଲାମାନେ ଚାଲ ଆମେ ଷ୍ଟାର୍ଟ କରିବା। କ'ଣ ଆଜି ପିଙ୍ଗଳାର ଅଭିସାର କିଛି MCQ ଏବଂ 1 ମାର୍କିଆ କ୍ୱେଶ୍ଚିନ୍ ଆସିଛି। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦିଅ। ତ ସମସ୍ତେ ଦେଖ ଏବଂ ଯେଉଁମାନେ ଜାଣିନାହାନ୍ତି ତମ ସାଙ୍ଗସାଥୀଙ୍କୁ ମଧ୍ୟ ସେୟାର କରିଦିଅ। ତ ପ୍ରଥମ କ୍ୱେଶ୍ଚିନ୍ ଦେଖିବା। ପ୍ରଥମ ପିଙ୍ଗଳାର ଅଭିସାର ଲେଖକ କିଏ? ନା ରାଧାମୋହନ ଗଡ଼ନାୟକ। ତ ପିଲାମାନେ ପିଙ୍ଗଳାର ଅଭିସାର ଲେଖକ କିଏ? ନା ରାଧାମୋହନ ଗଡ଼ନାୟକ। କିଏ? ନା ରାଧାମୋହନ ଗଡ଼ନାୟକ। ବୁଝିହେଲା। ତ କ୍ୱେଶ୍ଚିନ୍ କ'ଣ ଦେଇଛି? ନା ପ୍ରଥମ କ୍ୱେଶ୍ଚିନ୍ ଦେଇଛି ପିଙ୍ଗଳାର ଜୀବନ ପଙ୍କରେ କ'ଣ ଫୁଟିଅଛି? ପିଙ୍ଗଳାର ଜୀବନ ପଙ୍କରେ କ'ଣ ଫୁଟିଅଛି? ଗୋଲାପ, କେତକୀ, ଶତଦଳ ନା କୁମୁଦ? ତ କ'ଣ ଫୁଟିଅଛି? କ'ଣ ଫୁଟିଅଛି? ନା ପିଙ୍ଗଳାର ଜୀବନ ପଙ୍କରେ କ'ଣ ଫୁଟିଅଛି? କ'ଣ ନା ଅପସନ୍ ହେଇଯିବ କୁମୁଦ, ନା ହବନି। କେତକୀ ହବନି। ଗୋଲାପ ତାହେଲେ କ'ଣ ହବ? ନା ଅପସନ୍ ସି ହେଇଯିବ ଶତଦଳ। ନେକ୍ସଟ କ୍ୱେଶ୍ଚିନ୍। ମଧୁର ଲହରେ କିଏ ବହି ଆସେ? ମଧୁର ଲହରେ କିଏ ବହି ଆସେ? ଲହରୀ ନା ବର୍ଷା ନା ଜଳଧାରା ନା ସମୀର? ତ ମଧୁର ଲହରେ କିଏ କ'ଣ ନା ବହି ଆସେ? କିଏ ବହି ଆସେ? ହେଉଛି ଅପସନ୍ ଡି ହେଉଛି ସମୀର ବହି ଆସେ। ନେକ୍ସଟ। ସତ ବନଗିରି କାନ୍ତାରେ ବୁଲି ପିଙ୍ଗଳା କାହାକୁ ଭେଟିବ? ସତ ବନଗିରି କାନ୍ତାରେ ବୁଲି ପିଙ୍ଗଳା କାହାକୁ ଭେଟିବ? ପ୍ରେମର ଧନ ନା ଗୁରୁ ନା ବନ୍ୟଜନ୍ତୁ ନା ଝରଣା? ତ କ'ଣ ହବ ପିଲାମାନେ ଏଇଟା? ନା ପ୍ରେମର ଧନ। ଅପସନ୍ ଏ ହେଇଯିବ ପ୍ରେମର ଧନ। ନେକ୍ସଟ। ସରଗର ଅମର କନ୍ୟା କିଏ? ସରଗର ଅମର କନ୍ୟା କିଏ? ଲକ୍ଷ୍ମୀ ନା ପିଙ୍ଗଳା ନା ସଚୀ ନା ସରସ୍ୱତୀ? ସରଗର ଅମର କନ୍ୟା କିଏ? ସରଗର ଅମର କନ୍ୟା କିଏ? ନା ହେଇଯିବ ପିଙ୍ଗଳା। କିଏ? ନା ଅପସନ୍ ବି ହେଇଯିବ ପିଙ୍ଗଳା। ନେକ୍ସଟ। ସର୍ପିଣୀ ସମ ପିଙ୍ଗଳା ସୃଷ୍ଟିର ତଳେ କ'ଣ ସୃଜିଲା? ସର୍ପିଣୀ ସମ ପିଙ୍ଗଳା ସୃଷ୍ଟିରେ ତଳେ କ'ଣ ସୃଜିଲା? ଅମୃତ ନା ଫୁତ୍କାରା ନା ବିଷ ନା ବିଜୁଳି? ସର୍ପିଣୀ ସମ ପିଙ୍ଗଳା ସୃଷ୍ଟିରେ ତଳେ କ'ଣ ସେ ସୃଜିଲା? କ'ଣ ସୃଜିଲା ପିଲାମାନେ? ବିଜୁଳି ହବନି, ଫୁତ୍କାରା ହବନି, ଅମୃତ ତାହେଲେ କ'ଣ? ନା ଅପସନ୍ ସି ହେଇଯିବ ବିଷ। ନେକ୍ସଟ। ପବିତ୍ର ସଂସାରରେ ପିଙ୍ଗଳା କ'ଣ ଭରି ଦେଉଥିଲା? ପବିତ୍ର ସଂସାରରେ ପିଙ୍ଗଳା କ'ଣ ଭରି ଦେଉଥିଲା? ପାପ ନା ପୁଣ୍ୟ ନା ବିଷ ନା ହାହାକାର? ପବିତ୍ର ସଂସାରରେ ପିଙ୍ଗଳା କ'ଣ ଭରି ଦେଉଥିଲା? ନା ପବିତ୍ର ସଂସାରରେ ପିଙ୍ଗଳା କ'ଣ ନା ପାପ ଭରି ଦେଉଥିଲା। କ'ଣ ନା ପାପ। ନେକ୍ସଟ। ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ? ପିଲାମାନେ ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ? ସଞ୍ଜ ଦୀପ ଜାଳିବ ନାହିଁ ନା ପୂଜା ଦୀପ ଜାଳିବ ନାହିଁ ନା ଜ୍ଞାନ ଦୀପ ଜାଳିବ ନାହିଁ ନା କେଳି ଦୀପ ଜାଳିବ ନାହିଁ? କେଉଁ ଦୀପ ପିଙ୍ଗଳା ଆଉ ଜାଳିବ ନାହିଁ? ନା ପିଙ୍ଗଳା ଆଉ କେଳି ଦୀପ ଜାଳିବ ନାହିଁ। ନେକ୍ସଟ। ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ତ କାହା ଉଦ୍ଦେଶ୍ୟରେ? ପିଙ୍ଗଳାର ପ୍ରେମିକ ନା ଧନିକ ଯୁବକ ନା ରସିକ ନାଗର ନା ପରମ ପୁରୁଷ? ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ତ କାହା ଉଦ୍ଦେଶ୍ୟରେ ପିଲାମାନେ କୁହାଯାଇଛି? ନା ହେଇଯିବ ଡି ପରମ ପୁରୁଷ। କାହା ହେଉଛି? ନା ପରମ ପୁରୁଷ ଉଦ୍ଦେଶ୍ୟରେ କୁହାଯାଇଛି। ନେକ୍ସଟ। ସଚେତନ ପିଙ୍ଗଳାର ଅଙ୍ଗପୁଲକକୁ କାହା ସହିତ ତୁଳନା କରାଯାଇଛି? କାହା ସହିତ ତୁଳନା କରାଯାଇଛି? ପ୍ରସ୍ଫୁଟିତ ପଦ୍ମ ସହିତ ନା ବରସାର ନିପ ସହିତ ନା କରକିତ କେତକୀ ସହିତ ନା ବିକଶିତ ମଲ୍ଲୀ ସହିତ? ତ କାହା ସହିତ ତୁଳନା କରାଯାଇଛି ପିଲାମାନେ? ନା ବରସାର ନିପ। ଅପସନ୍ ବି ହେଇଯିବ କ'ଣ? ନା ବରସାର ନିପ ସହିତ କ'ଣ ନା ସଚେତନର ପିଙ୍ଗଳା ଅଙ୍ଗପୁଲକକୁ ତୁଳନା କରାଯାଇଛି।
ଯାଇଛି। ନେକ୍ସଟ, ପିଙ୍ଗଳା କେଉଁ ନଗରୀର ନଟି ଥିଲା? ପିଙ୍ଗଳା କେଉଁ ନଗରୀର କ'ଣ ନା ସେ ନଟି ଥିଲା? ଅବନ୍ତୀ ନା ଉଜ୍ଜୟିନୀ ନା ବିଦେହ ନା କୋଶଳ? ତ ପିଙ୍ଗଳା କେଉଁ ନଗରର ନଟି ଥିଲା? କେଉଁ ନଗର? ନା ସିଏ ଥିଲା ବିଦେହ ନଗର। କେଉଁ ନଗର? ନା ବିଦେହ ନଗର ସେ ନଟି ଥିଲା। ନେକ୍ସଟ କ୍ୱେଶ୍ଚିନ୍, ପ୍ରେମର ସନ୍ନ୍ୟାସିନୀ। ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି? ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି? ମଧୁମତା ନା ପିଙ୍ଗଳା ନା ଆମ୍ରପଲ୍ଲୀ ନା ମଧୁବ୍ରତା? ତ ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି ପିଲାମାନେ? ନା ହେଇଯିବ ଅପସନ୍ ହେଇଯିବ କ'ଣ? ନା ବି ହେଇଯିବ ତମର କ'ଣ? ନା ପିଙ୍ଗଳା ହେଇଯିବ। ବୁଝିହେଲା? ତ ନେକ୍ସଟ କ୍ୱେଶ୍ଚିନ୍, MCQର ଶେଷ କ୍ୱେଶ୍ଚିନ୍ ପିଲାମାନେ, ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କୁହାଯାଇଛି? ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କୁହାଯାଇଛି? ଧରଣୀର ତୃଣତଳ୍ପରେ ନା ଫୁଲ ଶଯ୍ୟାରେ ନା ତୂଳିତଳ୍ପ ଶଯ୍ୟାରେ ନା ପଥରର ଚଟାଣରେ? ତ ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କୁହାଯାଇଛି ପିଲାମାନେ? ନା ଅପସନ୍ ହେଇଯିବ କ'ଣ? ନା ଏ ହେଇଯିବ ଧରଣୀର ତୃଣତଳ୍ପରେ ଉତ୍ତରିତ ପିଙ୍ଗଳା ଶୋଇବ ବୋଲି କୁହାଯାଇଛି। ତାପରେ 1 ମାର୍କିଆ କ୍ୱେଶ୍ଚିନ୍ ଆମେ କିଛି ଦେଖିବା ଚାଲ। ଦେଖ ଆସିଲା ପ୍ରଥମ କ୍ୱେଶ୍ଚିନ୍, ପିଙ୍ଗଳାର ଅଭିସାର କବିତାରେ କବି କିଏ? ପିଙ୍ଗଳାର ଅଭିସାର କବିତାର କବି କିଏ? ନା ପିଙ୍ଗଳାର ଅଭିସାର କବିତାର କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। କିଏ? ନା ରାଧାମୋହନ ଗଡ଼ନାୟକ। ନେକ୍ସଟ ଦେଖିବା, କେଉଁ ପୁରାଣର ଉପାଖ୍ୟାନ ଆଧାରରେ ପିଙ୍ଗଳାର ଅଭିସାର କବିତାଟି ରଚିତ ହୋଇଛି? କେଉଁ ପୁରାଣ ଉପାଖ୍ୟାନ? କେଉଁ ପୁରାଣ? ନା ଭାଗବତର 11 ସ୍କନ୍ଦ 9ମ ଅଧ୍ୟାୟରେ ବର୍ଣ୍ଣିତ ପିଙ୍ଗଳା ବେଶା ଉପାଖ୍ୟାନ ଆଧାରରେ ପିଙ୍ଗଳାର ଅଭିସାର କବିତାଟି ହୋଇଛି। କେଉଁ ପୁରାଣ? ନା ଭାଗବତର 11 ସ୍କନ୍ଦ 9ମ ଅଧ୍ୟାୟ। ତାପରେ ଦେଖିବା, ପିଙ୍ଗଳା କେଉଁ ନଗରୀରେ ବାସ କରୁଥିଲା? ପିଲାମାନେ ଅପସନ୍ ଯାହା MCQରେ ଅଛି କିଛି କ'ଣ ନା ସେଇ କ୍ୱେଶ୍ଚିନ୍ 1 ମାର୍କରେ ମଧ୍ୟ ଅଛି। ପିଙ୍ଗଳା କେଉଁ ନଗରରେ ବାସ କରୁଥିଲା? ନା ପିଙ୍ଗଳା ବିଦେହ। କେଉଁ ନଗର? ନା ବିଦେହ ନଗରୀରେ ବାସ କରୁଥିଲା। ନେକ୍ସଟ କ୍ୱେଶ୍ଚିନ୍, ବାରବଧୂ ବୋଲି କବି କାହାକୁ କହିଛନ୍ତି? ବାରବଧୂ। ବାରବଧୂ ବୋଲି କାହାକୁ କୁହାଯାଇଛି ପିଲାମାନେ? ନା ବାରବଧୂ ବୋଲି କାହାକୁ? ନା ପିଙ୍ଗଳାକୁ ବାରବଧୂ ବୋଲି କୁହାଯାଇଛି। ବୁଝିହେଲା? ତାପରେ ପିଙ୍ଗଳା ମନରେ କାହିଁକି ବିରାଗ ଆସିଥିଲା? ପିଙ୍ଗଳା ମନରେ ପିଲାମାନେ କାହିଁକି ବିରାଗ ଆସୁଥିଲା? ନା ପିଙ୍ଗଳା ବେଶ୍ୟା ସମ୍ଭ୍ରାନ୍ତ ଧନୀ ଯୁବକକୁ ସାରା ରାତି ଉଜାଗରରେ ରହି ଅପେକ୍ଷା କରିଛି, କିନ୍ତୁ ସେ ଆସିନଥିବାରୁ ପିଙ୍ଗଳା ମନରେ କ'ଣ ନା ବିରାଗ ଜାତ ହୋଇଛି। ନେକ୍ସଟ, ଦିବ୍ୟ ପରମଧନ ବୋଲି କାହାକୁ କୁହାଯାଇଛି? ଦିବ୍ୟ ପରମଧନ ବୋଲି କାହାକୁ କୁହାଯାଇଛି? କାହାକୁ କୁହାଯାଇଛି ଦିବ୍ୟ ପରମ ଧନ ବୋଲି ପିଲାମାନେ? ନା ଭଗବାନ ପରମ ପୁରୁଷ। କାହାକୁ? ନା ଭଗବାନ ପରମ ପୁରୁଷଙ୍କୁ ଦିବ୍ୟ କ'ଣ ନା ପରମ ଧନ ବୋଲି କୁହାଯାଇଛି। ତାପରେ ମରତ ପଥର ଅମର ବନ୍ଧୁ କିଏ? ମରତ ପଥର ଅମର ବନ୍ଧୁ କିଏ? କିଏ? ନା ମରତ ପଥର ଅମର ବନ୍ଧୁ ହେଉଛନ୍ତି ପରମ ପୁରୁଷ। ନେକ୍ସଟ, ପିଙ୍ଗଳାର ପଙ୍କିଳ ଜୀବନରେ କ'ଣ ଫୁଟିଛି ବୋଲି କୁହାଯାଇଛି? ପିଙ୍ଗଳାର ପଙ୍କିଳ ଜୀବନରେ କ'ଣ ଫୁଟି? ତ ପିଲାମାନେ ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ଗୁଡ଼ାକ। ନିଶ୍ଚିନ୍ତ ଇଣ୍ଟରନାଲ ଯଦି ଏଇ ଦୁଇଟା ବିଷୟ ତମେ ପରଫେକ୍ଟଲି ପଢ଼ିକି ଯାଉଛ ତ 100% ତମେ ତାର ଦବ ଇଣ୍ଟରନାଲରେ 20କୁ ଆଉଟ୍ ଅଫ୍ 20 ଆଣିବ। ବୁଝିହେଲା ପିଲାମାନେ? ତ ତମମାନେ ମାତ୍ର 2ଟା ବିଷୟ ମୁଁ ଜାଣିଛି 2ଟା ବିଷୟ ତମର ଆରାମରେ ହେଇଯିବ। ତ ବୋର୍ଡ଼ ଏକ୍ଜାମ ତମେ ଯଦି ସବୁ ବିଷୟ ହେଉଛି ଇଣ୍ଟରନାଲ ପାଇଁ 20 ମାର୍କ ମାତ୍ର ତମର 2ଟା ବିଷୟ ହେଇଯିବ, ନିଶ୍ଚିନ୍ତ ହେଇଯିବ। କେହି ବୁଲାବୁଲି କର ନା, ତମର ସମୟ ଅଛି ତମ ପାଖରେ, ପଢ଼ ପିଲାମାନେ। ବୁଝିହେଲା? ଏବଂ ତମ ସାଙ୍ଗସାଥି ଯେଉଁମାନେ ଜାଣିନଥିବେ ତାଙ୍କୁ ମଧ୍ୟ ବି ସେୟାର କରିଦିଅ। ତ ଏଇଟା କ'ଣ ହବ ଆନ୍ସର ଦେଖିବା? ନା ପିଙ୍ଗଳାର ପଙ୍କିଳ ଜୀବନରେ ଶତଦଳ ପ୍ରସ୍ଫୁଟିତ ହୋଇଛି ବୋଲି କୁହାଯାଇଛି। କ'ଣ? ନା ଶତଦଳ ପ୍ରସ୍ଫୁଟିତ ହୋଇଛି ବୋଲି କୁହାଯାଇଛି। ନେକ୍ସଟ, ପିଙ୍ଗଳାର କାହିଁକି ଧନ ସମ୍ପଦ ଲୋଡ଼ା ନାହିଁ ବୋଲି କୁହାଯାଇଛି? ପିଙ୍ଗଳାର କାହିଁକି ଧନ ସମ୍ପଦ କିଛି ଲୋଡ଼ା ନାହିଁ ବୋଲି କୁହାଯାଇଛି ପିଲାମାନେ? ନା
ମୋ ପ୍ରାଣନାଥ ଛନ୍ତି ପାଶେ ମୁହିଁ ନ ଦେଖି ମୋହ ବେଶେ ତେଣୁ ଧନ ସମ୍ପତ୍ତି ସକଳ ପ୍ରାଚୁର୍ଯ୍ୟ ରୂପ ଯୌବନ ଲୋଡ଼ା ନାହିଁ ବୋଲି କହିଛି କିଏ ନା ପିଙ୍ଗଳା। ତାପରେ ତ ପିଲାମାନେ ଶେଷ କୋଶ୍ଚିନ୍ 10ଟା କୋଶ୍ଚିନ୍ ଆଲୋଚନା କରିବା। ନେକ୍ସଟ କ୍ଲାସ୍କୁ ଆଉ ଅବଶିଷ୍ଟ କୋଶ୍ଚିନ୍ ଆଲୋଚନା କରିବେ। ତ ତାପରେ ପଲିଟିକାଲ ସାଇନ୍ସ ହେବ। ତ ସମସ୍ତେ ଦେଖିଦେବ ପିଲାମାନେ ପଲିଟିକାଲ ସାଇନ୍ସ ଯେଉଁମାନଙ୍କର ଅଛି। ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି? ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ପିଲାମାନେ? ନା ପିଙ୍ଗଳା ଦିବ୍ୟ ପଥର ଯାତ୍ରୀ ହୋଇଅଛି। ସେ ଆଉ ବେଶ୍ୟା ନୁହେଁ। ତେଣୁ ରସିକ ନାଗରକୁ ନ ଆସିବା କଥା ପିଙ୍ଗଳା କହିଛି। ତ ପିଲାମାନେ ତମମାନଙ୍କର ଏତିକି ଥିଲା କ'ଣ ନା ପିଙ୍ଗଳାର ଅଭିସାର। ନେକ୍ସଟ କ୍ଲାସ୍କୁ ଆଉ ଏକ ମାର୍କିଆ ଆଲୋଚନା କରିବା। ତ ସମସ୍ତେ ଦେଖିନିଅ। ତ ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି ପିଲାମାନେ, ଧନ୍ୟବାଦ। ଜୟ ଜଗନ୍ନାଥ।